जय जीशु प्रभु जीशु कृष्ण मोर अति प्रिय भाई और भौणी माने समस्त केमती अच्छा भलरे आपण मैंने प्रथम थर पर आमर ए यूट्यूब चैनल गोलगता आराधना देखुं कि लाइक करंतु शेयर करंतु सब्सक्राइब करंतु आसंतु आम्भे माने सुनिबा आज मातृ सुसमाचार अध्याय 7 पद संज्ञा 15 वृक्ष आउ एहार फल भंड प्रवक्ता मान प्रति सावधान से माने मेंढा बेशरे तुम निकट को आसंती किंतु अंतरे से माने हिंस्र गेठ बाग परी अटंती से मान फलरू तुम्हें से मान को जानी पारिबो लोके कौन कंडा गचरु द्राक्षा और कानकोली गचरु डिमरी तोलती सुतराम प्रत्येक भल गच भल फल धारण करे एवं मंद गच मंद फल धारण करे भल गच मंद फल धारण करि पारे नाही और मंद गच भल फल धारण करे नाही। प्रेज द लॉर्ड, प्रेज द लॉर्ड। जे गच भल फल धारण करि पारे नाही ताहा कटा जाई नियारे पका जाए। मोर प्रिय भाई और भौणी माने जे प्रकार रे गच अछि ता अनुसार फल हेबो। कटा तेंदुली गचरु मिठा आंब बाहरिबो कि केबे हेले नाही। यस जीशु ए विषय आज आम मान स्पष्ट भाव में कहते जीशु कहते सेठी दुई प्रकार फल अच्छी भल फल आउ मंद फल हेले जो प्रकार फल आमे मनुष्य माने उत्पन्न करुछु ता अनुसार हेब आमर सेठु जना पड़िबो आमे को प्रकार सुनिबा। गालातियो अध्याय 5 पद संज्ञा 22-23 आत्मांग फल पक्षांतरे आत्मांग फल हेउछि प्रेम आनंद शांति सहनशीलता दया बदन्यता विश्वस्तता शिष्टता आत्मसंयम आत्मांग फल ଏହା ହିଁ ଭଲ ଫଳ ଗୁଡ଼ିକ ପ୍ରଭୁ ଆଜି ଆମ୍ଭମାନଙ୍କୁ ଆହ୍ୱାନ କରନ୍ତି ଏହି ଫଳ ଗୁଡ଼ିକ ଉତ୍ପନ୍ନ କରିବା ପାଇଁ। ଏହି ଫଳ ଗୁଡ଼ିକ ଆମେ ଉତ୍ପନ୍ନ କଲା ବେଳକୁ ଈଶ୍ୱର ଆମ ଉପରେ ସନ୍ତୁଷ୍ଟ ହେବେ। ଏହି ମାୟା ବିଳାସ ପୃଥିବୀରେ ସଦା ପ୍ରଭୁଙ୍କର ସ୍ତୁତି ବନ୍ଦନା ପ୍ରଶଂସା ଗାଇବା ପାଇଁ ସବୁଠାରୁ ଉତ୍ତମ ରାସ୍ତା ହେଉଛି आमे ए प्रकार फल गुड़िक उत्पन्न करिबा प्रेम आनंद शांति सहनशीलता दया बदन्यता विश्वस्तता इत्यादि। आओ यह प्रकृति रे पवित्र आत्मा ही मनुष्यर व्यक्तिगत जीवन रे पवित्र आत्मा संगे जेमती आमर संपर्क अच्छी से पवित्र आत्मा ही आंभ मानकु एही फल गुड़िक देबे। अच्छा एबे जीवा मंद फल गुड़िक। यस गालातियो अध्याय 5 पद संज्ञा 19 शरीर कार्य गुड़िक सुस्पष्ट मंद फल यौन असदाचारण अशुचिता लंबटता पित्तल पूजा गुणिविद्या शत्रुता वाद विवाद ईर्षा क्रोध कलह मतभेद दलभेद हिंसा इत्यादि लंबा गोटे लिस्ट अच्छी। ଏହା ହିଁ ଆମେ ମନୁଷ୍ୟ ଦୁର୍ବଳ ବଳହୀନ ପାପୀ ମନୁଷ୍ୟ ଏହି ଫଳ ଗୁଡ଼ିକ ହିଁ ଉତ୍ପନ୍ନ କରନ୍ତି। ଏହା ହିଁ ଶରୀରର ଫଳ ଗୁଡ଼ିକ ନିଶ୍ଚୟ ଏହା उत्पन्न करिबारे
ଶୈତାନର ମନ୍ଦ ଶକ୍ତି ଗୁଡ଼ିକର ବେଶୀ ପ୍ରଭାବ ଅଛି। ନିଶ୍ଚୟ ସଦାପ୍ରଭୁ ଏଗୁଡ଼ିକ ଜମା ଭଲ ପାଆନ୍ତି ନାହିଁ। ହେଲେ ଆମେ ଦେଖିଲୁ ଯେଉଁ ପ୍ରକାର ଫଳ ଗୁଡ଼ିକ ଆମେ ଉତ୍ପନ୍ନ କରୁଛୁ ସେଇଠୁ ଜଣାପଡ଼ିବ ଯେ କେଉଁ ପ୍ରକାରର ଗଛ। ବର୍ତ୍ତମାନ ଆମେ ନିଜକୁ ଆମେ ଚିନ୍ତା କରିବା ଦରକାର। ଆମେ କେଉଁ ପ୍ରକାରର ଗଛ ହେଉଛି ଆମେ ପ୍ରତ୍ୟେକ ଜଣ। ବର୍ତ୍ତମାନ ଏଗୁଡ଼ିକ ବଦଳାଇବା ପାଇଁ, ଭଲ ଫଳ ଉତ୍ପନ୍ନ କରିବା ପାଇଁ କିଛି ଉପାୟ ଅଛି କି? ଅଛି। ଯୋହାନଙ୍କ ସୁସମାଚାର ଅଧ୍ୟାୟ 3 ପଦ ସଂଖ୍ୟା 1 ଆମେ ଶୁଣିବା। ଫାରିସୀମାନଙ୍କ ମଧ୍ୟରେ ନିକୋଦେମସ୍ ନାମକ ଜଣେ ଯିହୁଦୀ ନେତା ଥିଲେ। ସେ ରାତିରେ ଯୀଶୁଙ୍କ ନିକଟକୁ ଆସି କହିଲେ, ରବି, ଆମେ ଜାଣୁ ଆପଣ ଈଶ୍ୱରଙ୍କଠାରୁ ଆଗତ ଜଣେ ଶିକ୍ଷା ଗୁରୁ, କାରଣ ଆପଣ ଯେଉଁ ଦର୍ଶନ ଦେଖାଇଛନ୍ତି ତାହା ଈଶ୍ୱରଙ୍କ ସହବର୍ତ୍ତିତା ବିନା କୌଣସି ବ୍ୟକ୍ତି ସାଧନ କରିପାରିବ ନାହିଁ। ଯୀଶୁ ତାକୁ କହିଲେ, ସତ୍ୟ ସତ୍ୟ ମୁଁ ତୁମକୁ କହେ, ନୂତନ ଭାବରେ ଜନ୍ମ ନ ହେଲେ କୌଣସି ବ୍ୟକ୍ତି କଥା ବି ଈଶ୍ୱରଙ୍କ ରାଜ୍ୟ ଦର୍ଶନ କରିପାରିବ ନାହିଁ। ନିକୋଦେମସ୍ ତାକୁ ପ୍ରଶ୍ନ କହିଲେ, ବୃଦ୍ଧ ହେଲା ପରେ ମନୁଷ୍ୟ କିପରି ପୁଣି ଜନ୍ମ ହୋଇପାରେ? ସେ ଦ୍ୱିତୀୟ ଥର ମାତୃଗର୍ଭରେ ପ୍ରବେଶ କରି ପୁନର୍ବାର ଜନ୍ମ ଲାଭ କରିପାରିବ କି? ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହେ, ଆତ୍ମାରୁ ଜାତ ନ ହେଲେ କୌଣସି ବ୍ୟକ୍ତି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ଯାହା ଶରୀରରୁ ଜାତ ତାହା ଶରୀର, ଓ ଯାହା ଆତ୍ମାରୁ ଜାତ ତାହା ଆତ୍ମା। ତୁମକୁ ଊର୍ଦ୍ଧ୍ୱରୁ ଜନ୍ମ ହେବା ଆବଶ୍ୟକ। ମାନେ ଆତ୍ମାରେ ଦ୍ୱିତୀୟ ଜନ୍ମ ଦରକାର ଭଲ ଫଳ ଉତ୍ପନ୍ନ କରିବା ପାଇଁ। ୟେସ୍ ମୋର ଭାଇ ଓ ଭଉଣୀମାନେ, ଏହା ଆମେ ଭଲରେ ଆମେ ଜାଣିବା। ଆମେ ଯଦି ଭଲ ଫଳ ଆମେ ଉତ୍ପନ୍ନ କରୁ, ଈଶ୍ୱରଙ୍କ ସଙ୍ଗେ ଭଲ ସମ୍ପର୍କରେ ଆମେ ରହିବୁ, ନିଶ୍ଚୟ ଆମେ ଭଲ ଫଳ ଆମେ ଉତ୍ପନ୍ନ କରିବୁ। ଆଉ ଯଦି ଆମେ ମନ୍ଦ ଫଳ ଉତ୍ପନ୍ନ କରୁ, ଜାଣିବା ଯେ ଆମେ ହେଉଥିବା ସେ ଗଛ ମନ୍ଦ। ଏହା ଯୋହାନଙ୍କ ସୁସମାଚାର ଅଧ୍ୟାୟ 15 ପଦ ସଂଖ୍ୟା 5 ବହୁତ ସ୍ପଷ୍ଟ। ମୁଁ ଦ୍ରାକ୍ଷାଲତା, ତୁମମାନେ ଶାଖ ପ୍ରଶାଖ ଅଟ। ଯେଉଁମାନେ ମୋ ଠାରେ ରହନ୍ତି ଏବଂ ମୁଁ ଯେଉଁମାନଙ୍କଠାରେ ରହେ ସେମାନେ ପ୍ରଚୁର ଫଳ ଧାରଣ କରନ୍ତି। ମୋର ଭାଇ ଓ ଭଉଣୀମାନେ, ଆଜି ଆମେ ଚିନ୍ତା କରିବା ଦରକାର, ଆମେ କେଉଁ ପ୍ରକାରର ଗଛ ଗୁଡ଼ିକ ଭଲରେ ଆମେ ଚିନ୍ତା କରିବା ଦରକାର। କେଉଁ ପ୍ରକାରର ଫଳ ଆମେ ଉତ୍ପନ୍ନ କରୁଛୁ। ଆହୁରି ଏଫେସିଓ ଅଧ୍ୟାୟ 2 ପଦ ସଂଖ୍ୟା 1-3 ଯାଏ, ତୁମମାନେ ଏକଥା ଅପରାଧ ଆଉ ପାପ ହେତୁ ମୃତ ଥିଲ। ସେହି ସମୟରେ ଇହ ଜଗତର ରୀତିନୀତିକୁ ଅବାଧ୍ୟ ରହୁଥିବା ଲୋକଙ୍କ ଉପରେ ଏପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରୁଥିବା ଶୂନ୍ୟମଣ୍ଡଳର ଅଧିପତି ଅଶରୀରୀ ଶକ୍ତିକୁ ଅନୁସରଣ କରି ପାପରେ ଜୀବନ ଯାପନ କରୁଥିଲ। ସେ ଅବାଧ୍ୟ ଲୋକଙ୍କ ସହିତ ଆମେ ମଧ୍ୟ ଏକଦା ବାସ କରୁଥିଲୁ ଏବଂ ଆମ ଶରୀରର କାମନା ଆଉ ଭାବନା ଅନୁସରଣ କରି ଆମେ ଶାରୀରିକ ଅଭିଳାଷ ଚରିତାର୍ଥ କରୁଥିଲୁ। ମୋର ଭାଇ ଓ ଭଉଣୀମାନେ, ଆଜି ଆମେ ଚିନ୍ତା କରିବା ଦରକାର, ଆମେ ଭଲ ଫଳ ଆମେ ଉତ୍ପନ୍ନ କରୁଛୁ ନା ମନ୍ଦ ଫଳ ଆମେ ଉତ୍ପନ୍ନ କରୁଛୁ। ଆମେ ଦୁଇଥର ଆମେ ଚିନ୍ତା କରିବା ଦରକାର। କାହିଁକି? ଯେଉଁ ଗଛ ଭଲ ଫଳ ଧାରଣ କରିପାରେ ନାହିଁ ତାହା କଟାଯାଇ ନିଆଁରେ ପକାଯାଏ। ବାକ୍ୟ ପ୍ରତି ଆମେ ମନେ ଦେବା। ଭଲ ଫଳ ଉତ୍ପନ୍ନ କରିବା ପାଇଁ
ସଦାପ୍ରଭୁ ପବିତ୍ର ଆତ୍ମାଙ୍କ ସଙ୍ଗେ ସଂଯୁକ୍ତ ହେଇକି ରହିବା। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।